ସୁଭଦ୍ରା ଯୋଜନା ଆପଣଙ୍କ ଷ୍ଟାଟସ୍ ବର୍ତ୍ତମାନ ସମୟରେ ଚେକ୍ କରୁଛନ୍ତି ଗଲା କାଲିଠାରୁ ଗୋଟେ ପ୍ରୋବ୍ଲେମ୍ ଆସିକି ପହଞ୍ଚିଲାଣି ନା କ'ଣ ନା ସୁଭଦ୍ରା ଯୋଜନାରେ ଆପଣମାନଙ୍କର ଖାଲି ଯେତେବେଳେ ଷ୍ଟାଟସ୍ ଚେକ୍ କରୁଛନ୍ତି କେବଳ ଗୋଟିଏ ଶୋ କରୁଛି ଆପଣମାନଙ୍କର ନା ଜନ୍ମ ତାରିଖ ଶୋ କରୁଛି ଆଉ ଆପଣମାନଙ୍କର ଆପ୍ଲିକେସନ୍ ନମ୍ବରଟି ଶୋ କରୁଛି ତା ସହିତ ଆପଣମାନଙ୍କର ନାଁଟି ଶୋ କରୁଛି ଆଉ ଡେଟ୍ ଅଫ୍ ବାର୍ଥ ଶୋ କରୁଛି ତା ତଳକୁ କୌଣସି ଅପସନ୍ ଶୋ କରୁନାହିଁ। ଏଇଟା ବେଶୀ ତ ଯେଉଁମାନଙ୍କର ଓପିଟି ଆଉଟ୍ ହେଇଥିଲା ତ ପ୍ରାୟତଃ ଅଧିକାଂଶ ଓପିଟି ଆଉଟ୍ ଯେଉଁମାନେ କରିଥିଲେ ସେମାନଙ୍କ ସ୍ଥଳରେ ଏଭଳି ଭାବରେ ସମସ୍ୟାଟି ଆସିଛି। ବାକି ତ ଅଲଗା କିଛି ମଧ୍ୟ ହିତାଧିକାରୀଙ୍କର ଆସୁଛି ତ ଆସିପାରେ ଏଇଭଳି ଭାବରେ ସମସ୍ୟା। ତ ଏଇ ସମସ୍ୟାର ମେନ୍ ଉଦ୍ଦେଶ୍ୟ ରହୁଛି ତ ଆପଣମାନେ ସମସ୍ତେ ଜାଣିଥିବେ ଯେହେତୁ ସୁଭଦ୍ରା ଯୋଜନାର ପାଖେଇ ଆସିଲାଣି କିସ୍ତି ଟାଇମ୍ ତ ଆପଣମାନଙ୍କୁ କୁହାଯାଇଥିଲା ଯେହେତୁ ସୁଭଦ୍ରା ଯୋଜନା ଯେମିତି ଆପଣମାନେ ଦେଖିବେ ଗଲା ରାତି 12ଟା 1 ଭିତରେ ମଧ୍ୟ ଅଭିଯୋଗ ସ୍ଥିତି ବର୍ତ୍ତମାନ ଅପଡେଟ୍ ହେଇଗଲାଣି। ତ ଅଭିଯୋଗ ସ୍ଥିତି ମଧ୍ୟ ଅପଡେଟ୍ ହେଇଛି। ତ ଆପଣମାନେ କ'ଣ ଯେତେବେଳେ ଗୋଟେ କଥା ମନେ ରଖନ୍ତୁ ଯେତେବେଳେ ସୁଭଦ୍ରା ଯୋଜନା ପଇସା ଆସିବା ଟାଇମ୍ ହେବ ତ ସେତେବେଳେ ଷ୍ଟାଟସ୍ରେ ଆପଣମାନେ କିଛି ନା କିଛି ପରିବର୍ତ୍ତନ ହେବ। ତ ଏଥିରେ ଆପଣମାନେ ଯେଉଁ ଷ୍ଟାଟସ୍ ଆପଣମାନଙ୍କର ଅପଡେଟ୍ ହେଇଛି ବା କିଛି ଶୋ କରୁନି ତ ଆପଣମାନେ କିଛି ଭୟଭୀତ ହୁଅନ୍ତୁ ନାହିଁ। କାରଣ 15 ତାରିଖ ପର୍ଯ୍ୟନ୍ତ ସମୟ ଅଛି ଯେହେତୁ ଗଣମାଧ୍ୟମରେ ମ୍ୟାଡ଼ାମ୍ କହିଥିଲେ 15 ତାରିଖ ପର୍ଯ୍ୟନ୍ତ ଆପଣମାନଙ୍କୁ ଯେଉଁ ରହିଛି ଫିଲ୍ଡ ଭେରିଫିକେସନ୍ ପ୍ରତ୍ୟେକଟି ବିଭାଗ ଯେଉଁ ରହିଛି ଆପଣମାନଙ୍କର ସୁଭଦ୍ରା ଯୋଜନା ପାଇଁ ଯେଉଁମାନେ ରିଜେକ୍ଟ ହେଇଥିଲା ସେମାନେ ସବୁକିଛି ଯାଞ୍ଚ ଚାଲୁଛି। ତ ଏକା ବେଳକେ ସମସ୍ତଙ୍କୁ ପଇସା ଦିଆଯିବ। ତ ସେଥିପାଇଁ ଏ ଷ୍ଟାଟସ୍ରେ ଯେଉଁ ପରିବର୍ତ୍ତନ ଆସୁଛି ଅପଡେଟ୍ରେ କିଛି ପରିବର୍ତ୍ତନ ଆସୁଛି ତ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ। ଖାଲି ଗୁଡ଼ାଏ କଲ୍ ମୋ ପାଖକୁ ସକାଳୁ ଆସିଲାଣି ତ ମେସେଜ୍ ହ୍ୱାଟ୍ସଆପ୍ ମଧ୍ୟ ଫୁଲ୍ ହେଇଗଲାଣି। ତ ପଣ୍ଡା ଭାଇ କେମିତି ଆମର ବର୍ତ୍ତମାନ ଷ୍ଟାଟସ୍ ଆମେ ଚେକ୍ କରିପାରୁନୁ ତ ଷ୍ଟାଟସ୍ ଚେକ୍ କଲା ବେଳକୁ ତ ଏଇଭଳି ଭାବରେ ଶୋ କରୁଛି କିଛି ଆସୁନି ତ ପଇସା ମିଳିବ କି ନାହିଁ। ଦେଖନ୍ତୁ ପଇସା ମୁଁ ଆପଣମାନଙ୍କୁ କହିପାରୁନି କାହାକୁ ମିଳିବ କ'ଣ ନାହିଁ ତ ସେ ଲିଷ୍ଟ ମୋ ପାଖରେ ଆମ କୌଣସି ୟୁଟ୍ୟୁବରଙ୍କ ପାଖରେ ନାହିଁ। ତ ଯେହେତୁ ଆପଣମାନଙ୍କର ଷ୍ଟାଟସ୍ ଯଦି ବାୟୋମେଟ୍ରିକ୍ ରହିଛି ବା ଇକ୍ୟୁଆଇସି କମ୍ପ୍ଲିଟ୍ ରହିଛି ଆଉ ଆପଣମାନେ ଇକ୍ୟୁଆଇସି କରିଦେଇଛନ୍ତି ତା ସହିତ ଆପଣମାନଙ୍କର ଯାହା ବି କିଛି ଯେଉଁ ଅଣ୍ଡର ପ୍ରୋସେସ୍ ଅଛି ଅଣ୍ଡର ପ୍ରୋସେସ୍ ଅର୍ଥ ହେଉଛି ଆପଣମାନଙ୍କର ଯାଞ୍ଚ ଚାଲୁଛି। ତ ସମସ୍ତଙ୍କର ମିଳୁନଥିଲା ବୋଲି ଅଣ୍ଡର ପ୍ରୋସେସ୍ ଦୀର୍ଘ ଦିନ ଥିଲା ତ ଏବେ ଆପଣମାନଙ୍କର ଫିଲ୍ଡ ଭେରିଫିକେସନ୍ ହେଇଛି। ଫିଲ୍ଡ ଭେରିଫିକେସନ୍ ହେଇଛି ବୋଲିକି ତ ବର୍ତ୍ତମାନ ଗୋଟେ ଆଶା ଯେହେତୁ 99% ଆଶା ରହୁଛି ଆପଣମାନଙ୍କୁ ମିଳିବ ବୋଲିକି କାରଣ 1 କୋଟି ମହିଳାଙ୍କ ଭିତରେ ମଧ୍ୟ ଆପଣମାନେ ସାମିଲ ଅଛନ୍ତି। ଆପଣମାନେ କେହି ବି ବ୍ୟସ୍ତ ହୁଅନ୍ତୁନି। ପ୍ରାୟତଃ ସେପ୍ଟେମ୍ବର ମାସରେ ଯେଉଁମାନେ ଆପ୍ଲାଏ କରିଥିଲେ ତ ଅନେକ ମହିଳାମାନେ ବା ଭଉଣୀମାନେ ଅପେକ୍ଷା କରିଛନ୍ତି ପଇସାକୁ ତ ସମସ୍ତଙ୍କ ଆକାଉଣ୍ଟକୁ ପଇସା ଆସିବ। ତ ଏପର୍ଯ୍ୟନ୍ତ ଡେଟ୍ ମଧ୍ୟ ଘୋଷଣା କରାଯାଇନାହିଁ ତ ଆପଣମାନେ ସେଇଥିରୁ ହିଁ ଜାଣନ୍ତୁ ଯେତେ ଦିନ ଆପଣମାନଙ୍କର ବା ଡେଟ୍ ଘୋଷଣା ନ ହେଇଛି ତ ଆପଣମାନେ ଆରାମସେ ବସନ୍ତୁ କିଛି ଷ୍ଟାଟସ୍ ଚେକ୍ କରିବାର ନାହିଁ। ଯେବେ ଡେଟ୍ ଘୋଷଣା ହେବ ତା ପୂର୍ବ ଦିନ ଆପଣମାନେ ଷ୍ଟାଟସ୍ ଦେଖିବେ ସବୁକିଛି ଠିକ୍ଠାକ୍ ହେଇଯାଇଥିବ। ତ ବର୍ତ୍ତମାନ ସମୟରେ କୌଣସି ଷ୍ଟାଟସ୍ ଆପଣମାନଙ୍କର କିଛି ବି କହିହେବନି ସୁଭଦ୍ରା ଯୋଜନାର କାରଣ ଆରମ୍ଭ ହେଲା ଦିନଠୁ ଆଜି ପର୍ଯ୍ୟନ୍ତ ଖାଲି ଟେନସନ୍ରେ ରହୁଛନ୍ତି ତ କିଛି ଟେନସନ୍ ହେବାର ନାହିଁ କାରଣ ଯାହା ବି ଅପଡେଟ୍ ମୁଁ ଆପଣମାନଙ୍କୁ ଦେଉଛି ସବୁ ସଠିକ୍ ଅପଡେଟ୍। ଯେମିତି ଓଟିପି ଆଉଟ୍ରେ ଆପଣମାନେ କରିଥିଲେ ଆପଣମାନେ ବାରମ୍ବାର ମୋତେ କମେଣ୍ଟ କରିଥିଲେ ହ୍ୱାଟ୍ସଆପ୍ରେ କଲ୍ କରିଥିଲେ ହ୍ୱାଟ୍ସଆପ୍ ମେସେଜ୍ କରୁଥିଲେ ଯେ ପଣ୍ଡା ଭାଇ କେତେବେଳେ ହିଁ ହେବ ମୁଁ ଆପଣମାନଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିଥିଲି। ସବୁ ଜିନିଷ ଗୋଟେ କଥା ମନେ ରଖନ୍ତୁ ଧୈର୍ଯ୍ୟ ଧରନ୍ତୁ ଆପଣମାନଙ୍କ ମନୋବଳ କେମିତି ଦୃଢ଼ ରହିବ। ତ ମୁଁ ତ ସବୁବେଳେ ଆପଣମାନଙ୍କ ସହିତ ଆଲୋଚନା କରୁଛି ଭିଡ଼ିଓ ମଧ୍ୟ କରୁଛି କଲ୍ କରୁଛି ହ୍ୱାଟ୍ସଆପ୍ରେ ମେସେଜ୍ ରିପ୍ଲାଏ ଦେଉଛି କେତେ ଆଉ କ'ଣ କଲେ ଆପଣମାନେ ସ୍ଥିର ରହିବେ। ତ ନିଶ୍ଚିତ ଭାବରେ ତ କହିବାକୁ ଗଲେ ତ ଅଧିକା ଲମ୍ବା ବ୍ଲଗ୍ ଭିଡ଼ିଓ ମୁଁ କରୁନି ଆପଣମାନେ ଦେଖୁନାହାନ୍ତି ସ୍କିପ୍ କରିଦେଉଛନ୍ତି। ତ ଅପେକ୍ଷା କରନ୍ତୁ ଇଏ ବୁଝି ଭଲ ନ୍ୟୁଜ୍ ଆସିବାକୁ ଯାଉଛି ଯେହେତୁ ସୁଭଦ୍ରା ଯୋଜନା ଷ୍ଟାଟସ୍ ବର୍ତ୍ତମାନ କୌଣସି ଶୋ କରୁନି ତ ଆପଣମାନେ କେହି ବି ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣମାନେ ୱେଟ୍ କରନ୍ତୁ ଯେଉଁଦିନ ପଇସା ଖାଲି ଗଣମାଧ୍ୟମ ଦେଖନ୍ତୁ ପ୍ରଭାତୀ ମ୍ୟାଡ଼ାମ୍ କେବେ ପଇସା ଡିକ୍ଲାର କରିଛନ୍ତି ଏହି ତାରିଖରେ ଆସିବ ବୋଲି ପଇସା ସେଇ ତାରିଖର ପୂର୍ବଦିନ ଆପଣମାନେ ଷ୍ଟାଟସ୍ ଅପଡେଟ୍ କରିଦେବେ। ବର୍ତ୍ତମାନ ଯଦି କିଛି କାହାର ଷ୍ଟାଟସ୍ ଅପଡେଟ୍ ହେଇଗଲା ପରେ କିଛି ପରିବର୍ତ୍ତନ ଆସେ ତ ମୋତେ ତୁରନ୍ତ କମେଣ୍ଟ କରନ୍ତୁ। ସମୟ ଅଛି ଅଭିଯୋଗ ସ୍ଥିତି ଖୋଲିଗଲାଣି ଅଭିଯୋଗ କରିବା ପଇସା 5,000 ଟଙ୍କା ନେବା ସେ ବିଶ୍ୱାସ ମୁଁ ଆପଣମାନଙ୍କୁ ଦେଉଛି। କିଛି ବି ଆପଣମାନେ ବ୍ୟସ୍ତ ହେବାର ନାହିଁ। ତ ଆପଣମାନେ ଧୈର୍ଯ୍ୟ ଧରନ୍ତୁ। ଭିଡ଼ିଓ ଯଦି ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। କିଛି ଆପଣମାନେ ଟେନସନ୍ କରିବାର ନାହିଁ କିଛି କରିହେବନି ଆମେ ଖାଲି ଯାହା ଅପଡେଟ୍ ଦେବୁ ଆପଣମାନଙ୍କୁ ନା କୌଣସି ୟୁଟ୍ୟୁବର ଆପଣମାନେ କରିଦେବେ ନା ଗୁଗଲରେ ମଧ୍ୟ ଆପଣମାନେ ଚାହିଁଲେ କିଛି କରିପାରିବେ। ତ ବୁଝିପାରୁଛନ୍ତି କି ନାହିଁ। ତ ନେକ୍ସଟ ଭିଡ଼ିଓ ଆସିଯିବ ଖୁବ୍ ଶୀଘ୍ର। ତ ଯଦି ଆପଣଙ୍କ ଷ୍ଟାଟସ୍ରେ ଅପଡେଟ୍ ହେଲା ପରେ କିଛି ପରିବର୍ତ୍ତନ ହୁଏ ତୁରନ୍ତ ମୋତେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ। କିଛି ଭୟଭୀତ ହୁଅନ୍ତୁନି ସମସ୍ତଙ୍କର ଅପଡେଟ୍ ଠିକ୍ ହେବ 100% ଆପଣମାନଙ୍କୁ ଗ୍ୟାରେଣ୍ଟି।